ଠାରୁ ଆସିଥିବା ଦୁଃଖ ମଣିଷକୁ ମନ ପରିବର୍ତ୍ତନ କରିବା ପାଇଁ ଖେଳିଯାଏ। ସାଂସାରିକ ଦୁଃଖ କଣ ଜନ୍ମାଏ? ସାଂସାରିକ ଦୁଃଖ କଣ ଜନ୍ମାଏ? ବୁଦ୍ଧିକୁ ଜନ୍ମ ଦିଏ। ସାଂସାରିକ ଦୁଃଖ ମୃତ୍ୟୁ ଜନ୍ମାଏ। ହଁ, ବର୍ତ୍ତମାନ ମୋ ଲାଇଫରେ ମୁଁ ସମାନ ବିଷୟକୁ ମୁଁ ଫେସ୍ କରି ଆସୁଛି। ମୁଁ ଯେଉଁ ସମୟରେ ମୋର ପୋଜିସନକୁ ହରେଇଲି, ମୁଁ ଯେଉଁ ସମୟରେ ସମସ୍ତଙ୍କ ସାରା ଲଜ୍ଜିତ ହେଲି, ମୁଁ ଯେଉଁ ସମୟରେ ସମସ୍ତଙ୍କ ସାରା ଘୃଣିତ ହେଲି, ସମସ୍ତଙ୍କ ସାରା ମୁଁ ଗୋଟେ ତୁଚ୍ଛୀକୃତ ଲୋକ ହେଇଗଲି, ସମସ୍ତେ ଜାଣିଲେ ବର୍ତ୍ତମାନ ପାଶ ସଣ୍ଟୁ ଏଇ ପ୍ରକାର ଭାବରେ ବ୍ୟାକସ୍ଲାଇଡ୍ ହେଇଗଲେ, ପଛକୁ ପଳେଇଲେ। ହଁ, ମୋ ପାଇଁ ଏଇଟା ବର୍ତ୍ତମାନ ସମସ୍ତ ବିଷୟ ପଳେଇଲା ଲଜ୍ଜିତର ପରିସ୍ଥିତି ସାମ୍ନା। କିନ୍ତୁ ଭାଇ ଭଉଣୀ ମାନେ ଯେଉଁ ସମୟରେ ମୁଁ ଚର୍ଚ୍ଚ ବାହାରେ 2 ବର୍ଷ ରହିଲି, ବାହାରେ ବହୁତ କଷ୍ଟ ପାଇଲି, ବହୁତ ଗୁଡେ ଯନ୍ତ୍ରଣାକୁ ପାଇଲି। କିନ୍ତୁ ଏ ଯନ୍ତ୍ରଣା ଦ୍ୱାରା, ଏ କଷ୍ଟ ଦ୍ୱାରା, ଏ ଭୋକ ଦ୍ୱାରା, ଏ ଯନ୍ତ୍ରଣା ଦ୍ୱାରା, ଏ ଅଭାବ ଦ୍ୱାରା, ଏ ପ୍ରକାର କୌଣସି ରାସ୍ତା ନାହିଁ ମୋ ପାଖରେ ଆଗକୁ ବଢିବା ପାଇଁ। ଏ ପ୍ରକାର ବିଷୟ ଦ୍ୱାରା ମୁଁ ଈଶ୍ୱରକୁ ଚିନ୍ତା ପାଇବା ଆରମ୍ଭ କଲି। ଗୋଟେ ମୁହୂର୍ତ୍ତ ଚର୍ଚ୍ଚ ମୋ ପାଇଁ କେତେ ବଢିଆ ଥିଲା। ଚର୍ଚ୍ଚର ଗୋଟେ ମୁହୂର୍ତ୍ତ ମୋ ପାଇଁ କେତେ ମୂଲ୍ୟବାନ ଥିଲା। ପାଷ୍ଟର ଲି ଗାଁକୁ ସେଦିନ କହୁଥିଲେ, ଯିଏ ଅଧିକ ରୋଗୀ ସେ ଆଗ ଜାଣିପାରିବ ସୁସ୍ଥ ହେବାର ଶରୀରର ମୂଲ୍ୟ କେତେ। ଯାହାକୁ ଅଧିକ ଭୋକ ଲାଗୁଛି ସେ ଖାଦ୍ୟର ମୂଲ୍ୟ ବୁଝେ। ଯାହାକୁ ବେଶୀ ଶୋଷ ଲାଗୁଛି ସେ ମଧ୍ୟ ଖାଦ୍ୟର ପାଣିର ମୂଲ୍ୟ ବୁଝେ। ଏବେ ନଈବି ଈଶ୍ୱରଙ୍କୁ ଚେତା ପାଇ ପାରୁଛି ମୋ ଆଗରେ, ଯେତେବେଳେ ସେ ସମସ୍ତ ବିଷୟକୁ ହରଉଛି। ଆଜି କାହିଁକି ମୁଁ ଡରୁଛି ସମସ୍ତ ବିଷୟ ହରେଇବା ପାଇଁ? ଯଦି ସମସ୍ତ ବିଷୟ ହରେଇକି ଯଦି ମୁଁ ଈଶ୍ୱରଙ୍କୁ ଚେତା ପାଇପାରୁଛି, ଯଦି ସମସ୍ତ ବିଷୟ ଥାଇକି ମଧ୍ୟ ଯଦି ମୁଁ ଈଶ୍ୱରଙ୍କୁ ଚେତା ପାଉନାହିଁ, ବେଟରେ ମୁଁ ସମସ୍ତ ବିଷୟ ହରେଇକି ଈଶ୍ୱରଙ୍କୁ ଏକନଲେଜ୍ କରିବା ଦରକାର। ଆମେ ବୁଝିପାରୁଛନ୍ତି? ଏବେ ନଈମେଘ ମଧ୍ୟ ରାଗର ହୃଦୟରେ ମୁହାଁକୁ ଛାଡିକି ବେଥେଲକୁ ଫେରୁନାହିଁ। ଯଦି ତାର ସମସ୍ୟା, ଯଦି ତାର ପରିସ୍ଥିତି ବେଥେଲକୁ ତାର ଅଧିକ କଦର୍ଯ୍ୟ ହେଲା, ସବୁ ଜିନିଷକୁ ମାନେ କରେଇଦେଲା। ସେ ତାର ମୁଖରେ କହୁଛି ମତେ ମୋର ଲାଇଫରେ ଦୁଃଖ ଅଛି, ବଟ୍ ତା ହୃଦୟ ପ୍ରଭୁଙ୍କୁ ଆଡମିଟ କରିବାର ଭାବୁଛି। କେତେ ଆଶ୍ଚର୍ଯ୍ୟ! ସେ କହୁଛି ମୁଁ କ୍ଲେଶ ପାଇଲି, ମତେ ନଈ ମଧୁର ଡାକୁ ନାହିଁ, ମତେ ମାରା ତିକ୍ତ ଡାକ, କିନ୍ତୁ ତା ଭିତରେ ଅଭିଯୋଗ, କିନ୍ତୁ ତା ଭିତରେ କମ୍ପ୍ଲେନିଂ ନାହିଁ। ତା ଭିତରେ କଣ ଅଛି? ଥ୍ୟାଙ୍କଫୁଲ ମ୍ୟାଟର ଅଛି। ତା ଭିତରେ କଣ ଅଛି? ଫେରିବାର ହୃଦୟ ଅଛି। ତା ପାଖରେ କୋ ପ୍ରକାର ମନ ଅଛି? ଏବେ ମୁହାଁକୁ ଛାଡିବାର ମନ ଅଛି। ଆମେ ନା ନାଇଁ? ବୁଝିପାରୁଛନ୍ତି? ଶୁଣି ପାରୁଛନ୍ତି?